हेलो हाय नमस्कार। ମୁଁ ସେଫ୍ ସଲମାନ। ଆଜି ଆମେ ନୟାଗଡ଼ ଫତେହଗଡ଼ ରାମ ମନ୍ଦିର ପାଖକୁ ବୁଲିବାକୁ ଆସିଛେ। ଆପଣମାନେ ଦେଖ, ଆମେ ବର୍ତ୍ତମାନ ଭୁବନେଶ୍ୱରରୁ ବାହାରି ଯାଇଛେ। ନୟାଗଡ଼ ରାସ୍ତା, ନୟାଗଡ଼ ଆଉ ଆମର 30 କିଲୋମିଟର ରହିଛି। ଦେଖନ୍ତୁ ଏ ନୟାଗଡ଼ ରାସ୍ତାର ଦୃଶ୍ୟ, ପୁରା ଜଙ୍ଗଲ ଏରିଆ ଅଛି। ଆମେ ନୟାଗଡ଼ ଫତେହଗଡ଼ ରାମ ମନ୍ଦିର ଯୋଉ ଆମର ଓଡ଼ିଶାର ତିଆରି ହେଇଛି ସେଇଟା ଆମେ ବୁଲିବାକୁ ଯାଉଛେ। ଇଏ ଦେଖନ୍ତୁ ଆମ ପିଲାମାନେ ବସରେ ଆଉ ଅଳ୍ପ ସମୟର ବାଟ, ଆପଣମାନେ ଅପେକ୍ଷା କରନ୍ତୁ, ଆମେ ରାମ ମନ୍ଦିର ପାଖରେ ଯାଇକି ପହଞ୍ଚିଯିବୁ। ଯୋଉ ଅଳ୍ପ ସମୟର ଅପେକ୍ଷା ଆମର ସରିଯାଇଛି, ବର୍ତ୍ତମାନ ଆସି ଆମେ ରାମ ମନ୍ଦିର ଫତେହଗଡ଼ ରାମ ମନ୍ଦିର ପାଖରେ ଆସିକି ପହଞ୍ଚି ଯାଇଛେ। ରାମ ମନ୍ଦିର ପାଖକୁ ଆମର ବସ୍ ତ ଆଲାଉ ନାହିଁ, ତ ଆମେ ସେଥିପାଇଁ ଆମେ ସେ ଷ୍ଟାଣ୍ଡରେ ବସ୍ ରଖିଦବା। ତାପରେ ଆମେ ସବୁ ଯିବା ରାମ ମନ୍ଦିରକୁ ଦେଖିବା ପାଇଁ। କେମିତି ଏଠି ଆମର ସବୁ ଯେତେ ଷ୍ଟାଫ୍ ଥିଲେ ସବୁ ଆମର ଓହ୍ଲେଇ ସାରିଲେଣି। ବର୍ତ୍ତମାନ ଆମେ ରାମ ମନ୍ଦିରକୁ ପାଖକୁ ଯିବା। ଦେଖନ୍ତୁ ରାମ ମନ୍ଦିର ସେତେ ଉପରେ ଅଛି, ଆମକୁ 3ରୁ 3.5 କିଲୋମିଟର ଚାଲିବାକୁ ପଡିବ। ତ କଣ କରିବା, ଆମେ ତ ଆଇଛେ ଯେତେବେଳେ ବୁଲିବା ପାଇଁ, ପିକନିକ ପାଇଁ, ତ ଆମେ ସମସ୍ତ ସେଠି ବୁଲିବାକୁ ଯାଇକି ଫଟୋ ଉଠେଇକି ଭିଡିଓ କରିବାକୁ ପଡିବ ଆମକୁ। ଦେଖିବା ଆମର ଓଡ଼ିଶାର ରାମ ମନ୍ଦିର କେମିତି ତିଆରି କରିଛନ୍ତି। ଆପଣମାନେ ବି ଅପେକ୍ଷା କରନ୍ତୁ, ଆମେ ଆପଣଙ୍କୁ ନିଶ୍ଚୟ ଭ୍ୟୁ ଦେଖେଇବୁ କେମିତି ରାମ ମନ୍ଦିର ତିଆରି ହେଇଛି, କଣ ହେଇଛି। ଏବେ ଆମେ ସବୁ ଷ୍ଟାଫ୍ ଆମେ ଚାଲି ଚାଲି ଉପରକୁ ଯିବା ଆରମ୍ଭ କରିଦେଇଛେ। ତ ବହୁତ ଉପରେ ଅଛି, ପିକନିକ ପାଇଁ ବହୁତ ଭଲ ଜାଗା, ଆପଣମାନେ ନିହାତି ବି ଆସିବେ। ଆପଣମାନେ ଦେଖନ୍ତୁ, ଆମେ ଚାଲି ଚାଲି ବର୍ତ୍ତମାନ ଗୋଟାଏ ଷ୍ଟେପରେ ଆମେ ପହଞ୍ଚିଛୁ। ବହୁତ ଉପରେ ରାମ ମନ୍ଦିରଟା ତିଆରି କରାଯାଇଛି, ପୁରା ପାହାଡ ଉପରେ। ଏ ଦେଖନ୍ତୁ ପାହାଡକୁ କାଟିକି କେମିତି ରାସ୍ତାଟା ତିଆରି କରିଛନ୍ତି। ମାଲୋ, ଇଏ ପାହାଡ ଚଢି ଚଢି ତ ରାସ୍ତାର ଅବସ୍ଥା ଖରାପ ହେଇଗଲାଣି। ଆଉ ବହୁତ ବାଟ ଅଛି। ଦେଖନ୍ତୁ ଇଏ କେମିତି ତିଆରି ହେଇକି ଗାଡି ଯାଉଛି, ବସ୍ ଆଲାଉ ନାହିଁ, କିନ୍ତୁ ଆପଣମାନେ କାର ଫାରରେ ଯାଇପାରିବେ। ଏଠି ଆମର ଷ୍ଟାଫ ମାନେ ସବୁ ହାଲିଆ ହେଇଯାଇଛନ୍ତି, ସେଥିପାଇଁ ତାଙ୍କୁ ଆମର କମ୍ପାନୀ ତରଫରୁ ଦିଆ ହେଇଛି ସୋଡା ଫୋଡା। ଇଏ ଆମର ଅକ୍ଷୟ ବାବୁ ଅଛନ୍ତି, ଦେଖନ୍ତୁ ଇଏ ସବୁ ଆରେଞ୍ଜମେଣ୍ଟ କରିଛନ୍ତି। ତ ସବୁ ପିଲାମାନେ ଟିକେ କୋଲ୍ଡ ଡ୍ରିଙ୍କସ ପାଇଁ ଅପେକ୍ଷା କରିଛନ୍ତି। କୋଲ୍ଡ ଡ୍ରିଙ୍କସ ପିଇକି ପୁଣି ଆମେ ବାହାରି ଚାଲିଲୁ, ପୁଣି ଆମେ ଚାଲିଲେ। ଆପଣମାନେ ଏଇଭଳିଆ ବାଟରେ ସାଙ୍ଗମାନେ, ଆପଣମାନେ ଯେବେ ବି ଆସିବେ, ଅବସ୍ଥା ଖରାପ ହେଇଗଲାଣି, ଆମେ ଚାଲି ଚାଲି। ଆପଣମାନେ ଯେବେ ବି ଆସିବେ ବସରେ ନହେଲେ ଅଟୋରେ, ନହେଲେ ଆପଣ କିଛି ବି ବାଇକ୍ ଫାଇକ୍ ନେଇକି ଆସିବେନି, ଏମିତି ଅବସ୍ଥା। ଏଠି ଆମର ମ୍ୟାନେଜର ମାନଙ୍କର ଚାଲି ଚାଲି ତାଙ୍କର ଅବସ୍ଥା ଖରାପ ହେଇଯାଇଛି। ଇଏ ଆମର ଅକ୍ଷୟ ବାବୁ କଣ କହୁଛନ୍ତି ଦେଖନ୍ତୁ, କହୁଛନ୍ତି ଅବସ୍ଥା ଖରାପ ହେଇଗଲାଣି ଚାଲି ଚାଲିକି। ଆଉ କଣ କରିବା, ଆସିଛି ଦେଖିବା ପାଇଁ, କଷ୍ଟ ହଉଛି ପଛେ ଆମେ ବୁଲିବାକୁ ଯିବା। ଇଏ ଆମର ନିରଞ୍ଜନ ସାର୍ ଅଛନ୍ତି। ଇଏ ଯାହା ବି କହିଛନ୍ତି ଭଏସ, ଆମେ ସେ ଭଏସ ଟାକୁ ରେକର୍ଡିଂ କରିପାରନେ। ତ ଇଏ କହୁଛନ୍ତି ଆପଣମାନେ ଆସନ୍ତୁ, ନିହାତି ଏ ଜାଗାରେ ବୁଲିକି ଯିବେ, ବହୁତ ମଜା ଆସିବ, ମସ୍ତି ବି କରିବେ। ମାନେ ଯୋଉମାନେ ମନ୍ଦିରର ପୂଜା କରିବାକୁ ଚାହୁଁଛନ୍ତି ସେମାନେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏ ପାହାଡକୁ କାଟିକି ତିଆରି କରିଛନ୍ତି ଯୋଉମାନେ ବି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ପାହାଡକୁ କାଟିକି ରାସ୍ତା ତିଆରି କରିବା, ଲୋକଙ୍କ ପାଇଁ ଯିବା ଆସିବା ପାଇଁ ରାସ୍ତା ତିଆରି କରିବା ବହୁତ କଷ୍ଟର। ତ ବର୍ତ୍ତମାନ ଆମେ ଆସିକି ଆଉ ଚାଲି ପାରିଲିନି, ଲାଷ୍ଟରୁ ଗୋଟେ ବାଇକ୍ ସହାୟତାରେ ମୁଁ ରାମ ମନ୍ଦିର ପାଖକୁ ଆସିଛି। ତ ଦେଖନ୍ତୁ ରାମ ମନ୍ଦିରର ଦୃଶ୍ୟ, ଇଏ ହଉଛି ରାମ ମନ୍ଦିର ପାଖର ପାର୍କିଂ। ଯୋଉମାନେ ସେଠୁ ତଳୁ ଚାଲିକି ଆପଣମାନେ ଆସିପାରିବେ। ଆମ ଷ୍ଟାଫ ମାନେ ଦେଖନ୍ତୁ କେମିତି ଉପରେ ଆସିକି ପହଞ୍ଚିକି ହାଲିଆ ହେଇକି ସମସ୍ତେ କିଏ ପାଣି, କିଏ କୋଲ୍ଡ ଡ୍ରିଙ୍କସ ସହାୟତା ନେଇଛନ୍ତି। ଇଏ ଆମର ଦେଖନ୍ତୁ ରାମ ମନ୍ଦିରର ଦୃଶ୍ୟ। ଚାଲନ୍ତୁ ଆମେ ପାଖକୁ ଯିବା। ଏ ଦେଖନ୍ତୁ କେତେ ଉପରେ ପାହାଡକୁ କାଟିକି ତିଆରି କରିଛନ୍ତି, ମାନିବାକୁ ପଡିବ ଆମର କାରିଗର ମାନଙ୍କୁ। ଇଏ ଦେଖନ୍ତୁ, ଇଏ ସବୁଠୁ ପାହାଡର ଉପର, ବହୁତ ଉପରେ ପାହାଡକୁ କାଟିକି ତିଆରି କରିଛନ୍ତି। ଏଠି କିଛି କିଛି ଦୋକାନ ଅଛି, ଯୋଉଥିପାଇଁ ଆପଣ କିଛି ବି ଚାହିଁବେ ଖାଇବା ପିଇବା କରିପାରିବେ। ଆଉ ଇଏ ହଉଛି ଆମର ରାମ ମନ୍ଦିରକୁ ଯିବାକୁ ବାଟ। ଦେଖନ୍ତୁ କେତେ ତଳେ ଆମେ ଉପରକୁ ଉଠିକି ଆସିଛେ, ଆପଣ ମାନେ ଅନୁମାନ କରିପାରୁଥିବେ। ବହୁତ ଉପରେ ଏଟା ତିଆରି ହେଇଛି ରାମ ମନ୍ଦିର। ଇଏ ହଉଛି ରାମ ମନ୍ଦିରର ସାମ୍ନା ଫ୍ରଣ୍ଟ ଜାଗାଟା। ଲୋକ ବହୁତ ଦର୍ଶକ ବି ଆସୁଛନ୍ତି, ବହୁତ ମାନେ ଆସିକି ଏଠି ବୁଲାବୁଲି ବି କରୁଛନ୍ତି। ତ ମତେ ଲାଗୁଛି କି ଓଡିଶାର ପ୍ରଥମ ରାମ ମନ୍ଦିରରେ ପ୍ରସିଦ୍ଧ ହବ। ଆଉ ପିକନିକ ସ୍ପଟ ତ କହିଲେ ବହୁତ ବଢିଆ। ଇଏ ଆମର ଗୋଟେ ଭାଇ ହାତ ହଲଉଛନ୍ତି, ସେ ବହୁତ ଏକ୍ସାଇଟେଡ ଅଛନ୍ତି କିଛି କହିବା ପାଇଁ, ଯେ ରାମ ମନ୍ଦିର ସେ କୋଉଠୁ ଆସିଥିଲା, କଣ ସେ ଆଖପାଖ ଅଞ୍ଚଳରୁ ଆସିଥିଲେ। ତ ତାଙ୍କ ଭଏସ ଟା ଆମେ ଟିକେ କ୍ଲିୟର କରିପାରୁନେ, ଯୋଉଥିପାଇଁ ଭଏସ ଟା କାଟି ଦେଇଛେ। ତ ଇଏଙ୍କ ଘର ରଣପୁର ପାଖରେ କହିଲେ, ଇଏ ବି ଆସିଛନ୍ତି
ଭାଇନା ରାମ ମନ୍ଦିର ଦର୍ଶନ କରିବା ପାଇଁ ବହୁତ କଷ୍ଟ କରି ଆସିଛନ୍ତି। ତ କହୁଛନ୍ତି ଯେ ଆମେ ବହୁତ କଷ୍ଟ କରୁଛୁ ଆମରି ଘର ପାଖରେ ଏଠି ଅଳ୍ପ ବାଟରେ। ତ ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ ସେମାନେ ଆସି କିଛି ସେ ଭାଇ ଆସିକି କିଛି କହିଲେ ତ ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଚାଲନ୍ତି ଏବେ ରାମ ମନ୍ଦିରର ଭିଜୁଆଲ ଟା ପୁରା ନବା କେମିତି ତିଆରି କରିଛନ୍ତି କଣ କରିଛନ୍ତି। ତ ମୁଁ ତ ଭିତରକୁ ଯାଇପାରିବିନି ଆମ ଜଣେ ମ୍ୟାନେଜର ସାର୍ ଅଛନ୍ତି ତାଙ୍କୁ ମୁଁ କହିବି ସାର୍ ପୁରା ଭିତର ଦର୍ଶନ ଆପଣ ଏବେ ଆପଣ ମାନଙ୍କୁ ପୁରା ଭିତର ଦୃଶ୍ୟ ଦେଖନ୍ତୁ ମନ୍ଦିରର ଉଚ୍ଚତା ଦେଖନ୍ତୁ କେତେ ବଢିଆ ସୁନ୍ଦର ଭାବରେ ଏ ମନ୍ଦିର ଟା ତିଆରି ହେଇଛି। ଆଉ ଆପଣ ମାନେ ନିହାତି ଫତେହଗଡ କୁ ବୁଲିବାକୁ ଆସନ୍ତୁ ଏ ଜାଗାକୁ ବୁଲିକି ଯିବେ। ବହୁତ ବଢିଆ ଲୋକେସନ ବହୁତ ବଢିଆ ଜାଗା ଦେଖନ୍ତୁ ଆପଣ ବହୁତ ବିରାଟ ବଡ ଆକାରରେ କରାଯାଇଛି। ଲୋକ ମାନିବାକୁ ଗଲେ ଭୁବନେଶ୍ୱର ପ୍ରଥମ ରାମ ମନ୍ଦିର ଗୋଟାଏ ଓଡିଶା ବାହାରେ ତିଆରି ହେଇଛି ଆଉ ଏଟା ଗୋଟେ ଆମର ଓଡିଶା ଭିତରେ ଦେଖନ୍ତୁ ୟାର ଉଚ୍ଚତା ବହୁତ କଷ୍ଟ କରି ତିଆରି କରିଛନ୍ତି ଏ ଜାଗା ଉପରେ ନିହାତି ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ରିକ୍ୱେଷ୍ଟ କରିବା ଆପଣ ମାନେ ଆସିକି ଦର୍ଶନ କରନ୍ତୁ।